ବିଶ୍ୱ ସ୍ତନ୍ୟପାନ ସପ୍ତାହରେ ଆଜି ଆମେ କିଛି ନୂଆ ସ୍ଲୋଗାନ ଶିଖିବା। ମାଆର କ୍ଷୀର ଶିଶୁ ପାଇଁ ବରଦାନ, ସୁସ୍ଥ ରହିବ ଶିଶୁର ଜୀବନ। ସ୍ତନ୍ୟପାନ କରାଇବା ମାଆର କର୍ତ୍ତବ୍ୟ, ନବଜାତ ପାଇଁ ଏହା ସର୍ବୋତ୍ତମ ଲକ୍ଷ୍ୟ। ପ୍ରଥମ କ୍ଷୀର ଅଟେ ପ୍ରାକୃତିକ ଟୀକା, ଶିଶୁର ସ୍ୱାସ୍ଥ୍ୟ ପାଇଁ ଏହା ସବୁଠୁ ପକ୍କା। ସ୍ତନ୍ୟପାନରେ ବଢ଼େ ମମତାର ଡରି, ରୋଗ ସବୁ ଯାଏ ଦୂରକୁ ପଳାଇ। ମାଆର ସ୍ନେହ ଆଉ ସ୍ତନ୍ୟପାନ ଶିଶୁକୁ ଦିଏ ସୁସ୍ଥ ଶରୀର ଜ୍ଞାନ। ସ୍ତନ୍ୟପାନକୁ ଦେବା ସମ୍ମାନ, ସୁସ୍ଥ ରହିବ ଆମ ଆଗାମୀ ସନ୍ତାନ। ସ୍ତନ୍ୟପାନ କରାଇବା ମାଆର ଅଧିକାର, ସହଯୋଗ କରିବା ସମଗ୍ର ପରିବାର। ମାଆ କ୍ଷୀର ନୁହେଁ କେବଳ ଆହାର, ଏହା ଶିଶୁର ସ୍ୱାସ୍ଥ୍ୟ କବଚ ପ୍ରାଚୀର। ବୁଦ୍ଧି ବଢ଼ିବ ବଳ, ମାଆ କ୍ଷୀରର ମିଳିବ ମିଠା ଫଳ। ନାହିଁ ବୋତଲ ନାହିଁ ଡବା କ୍ଷୀର, ମାଆ କ୍ଷୀରରେ ଶିଶୁ ହେବ ବୀର। 6 ମାସ ଯାଏ କେବଳ ମାଆ କ୍ଷୀର, ଏହା ହିଁ ନିୟମ ଶିଶୁ ଶରୀର। ପାଣି ନୁହେଁ ମୁହଁରେ ଦିଅ ମାଆ କ୍ଷୀର ଟୋପା, ତେବେ ଯାଇ ହସିବ ନବଜାତର କପା। ସ୍ତନ୍ୟପାନ କରାଇବା ନୁହେଁ ଲାଜ, ମାଆକୁ ସହଯୋଗ କରୁ ଆଜିର ସମାଜ। ଘରେ ହେଉ କି ବାହାରେ ସ୍ତନ୍ୟପାନ କରାଇବା ସମ୍ମାନରେ। ମାଆ ଓ ଶିଶୁର ରହିବ ସୁଖୀ ମନ, ଯଦି ନିୟମିତ ହେବ ସ୍ତନ୍ୟପାନ।